ପୁରୀ ରଥଯାତ୍ରା ପରେ କୋଣାର୍କ ମାଘମେଳା ପୁରୀ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା। ଦେଶ ବିଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସି ମାଘମେଳା ବୁଲିବା ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇ ପରିବାର ମଙ୍ଗଳ କାମନା କରିବା ସହ ଆରୋଗ୍ୟ ଲାଭ କରିଛନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଅପେକ୍ଷା ରହିଛି ଆଉ 2 ଦିନ କିପରି ଶ୍ରଦ୍ଧାଳୁ ଓ ସୂର୍ଯ୍ୟ ଭକ୍ତମାନେ ବୁଡ଼ ପକାଇବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସଜାଗ ରହିଛି। କୋଣାର୍କରୁ ଦେଖିବା ଏ ରିପୋର୍ଟ। ଯେଉଁ ସମୟରେ ମାଘମେଳା ଆସେ ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନର ମୁଣ୍ଡବିନ୍ଧା ହୋଇଥାଏ। ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଓ ମାଘ ପଡ଼ିଆ କିପରି ସଫା ସୁତୁରା ସହ ପୁଷ୍କରିଣୀ ଖଣ୍ଡନ କରିବା ଏବଂ ଲାଇଟ୍ ବ୍ୟାରିକେଡ୍ ସୁରକ୍ଷା ବ୍ୟବସ୍ଥା ରାସ୍ତାଘାଟ ମରାମତି ଓ ପିଇବା ପାଣି ଆଦି କାର୍ଯ୍ୟ ମାଘମେଳା ଥିବା 1 ମାସ ପୂର୍ବରୁ ଆରମ୍ଭ କରିଥିବା ବେଳେ ତୀର୍ଥ ପୁଷ୍କରିଣୀକୁ ସଠିକ ଭାବରେ ଖଣ୍ଡନ କରାନଯାଇ ତରବରିଆ ଭାବରେ କରାଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦା ଓ ଭକ୍ତଙ୍କ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରସ୍ତୁତି ପ୍ରାୟ ଅନ୍ତିମ ପର୍ଯ୍ୟାୟ, ପ୍ରାୟ ସରିଗଲେଣି ସବୁ କାମ। ଆଉ ଏତିକି ଖାଲି ଟିକେ ଦୁଃଖ ଲାଗୁଛି, ପୁଷ୍କରିଣୀ ଏଠି ବର୍ତ୍ତମାନ ଆମର ନଦୀ ଆକାରରେ ଥିଲା, ତାକୁ ପୁଷ୍କରିଣୀ ବନେଇ ଦିଆଯାଇଛି। ଯଦି ବା ବନେଇ ଦିଆଯାଇଛି, ପୁଷ୍କରିଣୀରେ ବର୍ତ୍ତମାନ ପାଣି ଯେତିକି ପରିମାଣରେ ଲୋକ ପ୍ରବେଶ କରୁ କରୁ କାଦୁଅ ପଙ୍କ ବି ବାହାରିବ ବୋଲି ଅନୁଭବ ହେଉଛି, କାହିଁକିନା ଦେଖାଯାଉଛି ତଳ ଗୁଡ଼ିକ। ଆଉ ଆ ପାଇଁ ଗୋଟେ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଅନେକ ଦିନ ଆଗରୁ ଅଭିଯୋଗ ହେଇ ଆସୁଛି, ନିବେଦନ କରାଯାଉଛି ପ୍ରଶାସନକୁ। ଏଠି ଗୋଟେ ସ୍ଥାୟୀ ବ୍ୟବସ୍ଥା ବୋଲେ ଜଳ ଯେପରି ସବୁବେଳେ ରହିବ, ତେଣୁ ତା ପାଇଁ କିଛି ବ୍ୟବସ୍ଥା ନାହିଁ। ଯେଉଁ ତୀର୍ଥକୁ ହଜାର ହଜାର ଶ୍ରଦ୍ଧାଳୁ ମାନେ ଆସୁଛନ୍ତି, ସେମାନେ ଆସିକିରି ଏଠି ଦେଖିଲା ବେଳକୁ ତୀର୍ଥ ଜଳର ଯଦି ଅବସ୍ଥା ଏଇଆ ହେବ, ସେମାନଙ୍କ ନିଶ୍ଚିନ୍ତ ଭାବରେ ମନ ଦୁଃଖ ହେବ ଏବଂ ତାଙ୍କର ଯେଉଁ ଆଧ୍ୟାତ୍ମିକ ମାନସିକତା, ସେ ମାନସିକତାରେ ଉନ୍ନତି ପରିବର୍ତ୍ତେ ମୁଁ ଭାବୁଛି ଅବନତି ହେବ ବୋଲି କହିଲେ ଅତ୍ୟୁକ୍ତି ନୁହେଁ। ବିଶ୍ୱ ପ୍ରସିଦ୍ଧ କୋଣାର୍କ ମାଘ ସପ୍ତମୀ ତୀର୍ଥ ପୁଷ୍କରିଣୀରେ 3 ଠାକୁର ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର, ଐଶାନେଶ୍ୱର କିପରି ଆସି ଗାଧୋଇବା ପରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ 3ଟି ବୈଠକ ଅନୁଷ୍ଠିତ ହୋଇଥିଲା। ତୀର୍ଥ ପୁଷ୍କରିଣୀ ପରିଷ୍କାର କରିବା ସହ ପିଇବା ପାଣି, ଲାଇଟ୍, ଜାଳେଣୀ କାଠ, ରାସନ ସାମଗ୍ରୀ କିପରି ସୁଲଭ ମୂଲ୍ୟରେ ଶ୍ରଦ୍ଧାଳୁମାନେ ପାଇବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରସିଦ୍ଧ ମାଘ ବୁଡ଼ ପାଇଁ ଓଡ଼ିଶାର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଚନ୍ଦ୍ରଭାଗା ନିକଟକୁ ଆସି ଚନ୍ଦ୍ରଭାଗା ନଦୀରେ ବୁଡ଼ ପକାଇ ସୂର୍ଯ୍ୟ ଉଦୟ ଦେଖିବା ପରେ ସୂର୍ଯ୍ୟ ମନ୍ଦିର ବୁଲି ନବଗ୍ରହ ପୂଜାର୍ଚ୍ଚନା କରି ଫେରିଯିବେ। ସେଥିପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ। ଏହି 2 ଦିନ ସୂର୍ଯ୍ୟ ମନ୍ଦିର ବୁଲିବା ପାଇଁ ଟିକେଟ ଲାଗିନଥାଏ। नहीं आमर विगत वर्ष भली ही आमर समस्त प्रस्तुति वर्तमान कराई। आम भी वर्तमान क्षेत्र परिदर्शन करूँ, तो पाखापाखि आमर 8टी जोन रे विभिन्न बैरिकेडिंग रे व्यवस्था करा जायछि एवं जो भक्त मैंने से समागम हेबे आमर 3 दिन प्रथम आमर विमान रे आसिला परे आमर समुद्र पाखकू आमर समस्त नीतिक्रांति संपन्न होला परे तांको आनिकी निज स्थान रखा जिवो एवं तापरे बुड़ प्रारंभ हबो एवं समस्त प्रस्तुति मध्य अंतिम पर्यायर पहुँची। आमर पुलिस डिप्लॉयमेंट एसपी उपस्थित थे, समस्त निरीक्षण करिसेंती, तो समस्त प्रस्तुति सरी आशा करिबा कि विगत वर्ष भली एथर भी शांति श्रृंखला बुड़ प्रक्रियाटी संपन्न हेबो एवं जो भक्त मान समागम होते समस्ते सुरखुरु भाव में बुड़टी संपन्न करेंगे। फेब्रुआरी 30 तारिख में सूर्य भक्त और श्रद्धालु माने आसी चंद्रभागा मेला पड़िया कुड़िया तैयारी करी माटी हांडी रे सुखुआ डालमा प्रस्तुत करी खाइबा परे हांडी भंगा गाड़िया रे
ମାଟି ହାଣ୍ଡିକୁ ଭାଙ୍ଗି ପବିତ୍ର ମାଘ ସପ୍ତମୀ ଓ ପ୍ରସିଦ୍ଧ ଚନ୍ଦ୍ରଭାଗା ପୁଷ୍କରିଣୀରେ ବୁଡ଼ ପକାଇବା ପାଇଁ ଅପେକ୍ଷା କରିଥିବା ବେଳେ ପରମ୍ପରା ଅନୁଯାୟୀ ତ୍ରିବେଣୀଶ୍ୱର, ଦକ୍ଷିଣେଶ୍ୱର ଓ ଐଶାନେଶ୍ୱର ମହାପ୍ରଭୁମାନେ ବିମାନରେ ବିଜୟ କରି 3 ତାରିଖ ରାତ୍ର 9:45 ଠାରୁ 10:16 ଭିତରେ ବିମାନ ବିଜୟ ପରେ NAC କାର୍ଯ୍ୟାଳୟ ପରିସରରେ ଭୋଗ ଖାଇବେ। 12ଟାରୁ 1:16 ମଧ୍ୟରେ ଶେଷ କରିବା ବେଳେ ତୀର୍ଥ ପୁଷ୍କରିଣୀ ଅଭିମୁଖେ 3 ଠାକୁର ବାହାରି ମେଳା ପଡ଼ିଆରେ 4ଟା ଭିତରେ ପହଞ୍ଚି ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ତଙ୍କ ଦ୍ୱାରା ମହା ଆଳତୀ ପରେ ଶ୍ରଦ୍ଧାଳୁମାନେ 4:37ରେ ବୁଡ଼ ପକାଇବେ। NACର ଯେହେତୁ ମାଘ ମେଳାଟା ଆମର ମୁଖ୍ୟ ଏଠି, ତେଣୁ ଏଇଟା ଜୋରଦାର ପରିସ୍ଥିତି ଚାଲିଛି। 3 ଥର ମିଟିଂ ସରିଲାଣି ଜିଲ୍ଲା ପ୍ରଶାସନ ତରଫରୁ। ସବୁ ବିଭାଗର କର୍ମଚାରୀମାନଙ୍କୁ ବି ତଦାରଖ ଦିଆଯାଇଛି, ତାଙ୍କୁ ଦାୟିତ୍ୱ ଦିଆଯାଇଛି, ସେମାନେ ସୁଚାରୁ ରୂପେ ପରିଚାଳନା କରୁଛନ୍ତି। ଆଉ ଶେଷ ପର୍ଯ୍ୟାୟରେ ପ୍ରାୟ ରହିଲେଣି ଆମର କୋଣାର୍କର ମାଘ ମେଳାର ଯେଉଁ ବଡ଼ କାର୍ଯ୍ୟକ୍ରମ, ସେଇଟା ଆମର ଶ୍ରଦ୍ଧାଳୁମାନେ କିଭଳି ଭାବରେ ଶାନ୍ତି ଶୃଙ୍ଖଳାରେ ଆସିବେ, କିଭଳି ଭଲ ଭାବରେ ସ୍ନାନ କରିବେ, ଠାକୁରଙ୍କର ଯେଉଁ ନୀତିକାନ୍ତି ହେବ, ସେଇଟା ବି ପ୍ରାୟ ଚୂଡ଼ାନ୍ତ ପ୍ରକ୍ରିୟାରେ ଆସି ପହଞ୍ଚିଛି। ପୌରାଣିକ ମତ ଅନୁସାରେ ଏହି ପବିତ୍ର ଦିନରେ ସୂର୍ଯ୍ୟ ଭଗବାନଙ୍କ ପୁତ୍ର ଶାମ୍ବ ଏହି ଦିନରେ ଚନ୍ଦ୍ରଭାଗା ନଦୀରେ ସ୍ନାନ ପରେ ସୂର୍ଯ୍ୟ ଦେବଙ୍କୁ ପୂଜାର୍ଚ୍ଚନା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ। ତେଣୁ ନିଜ ପରିବାରକୁ ରୋଗ ଶୋକ ଭୟରୁ ମୁକ୍ତ ରଖିବା ପାଇଁ ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ପବିତ୍ର ଦିନରେ ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ କରିଥାନ୍ତି। ସେଥିପାଇଁ ବାରମ୍ବାର ପୁରୀ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକାରୀ କୋଣାର୍କ ଆସି ମେଳା ପଡ଼ିଆ ସହ ତୀର୍ଥ ପୁଷ୍କରିଣୀ ପରିଦର୍ଶନ କରୁଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି 21 ପ୍ଲାଟୁନ୍ ଫୋର୍ସ, 20 ଜଣ DSP, 70 ଜଣ IIC ସହ ପୁରୀ ଆରକ୍ଷୀ ଅଧିକାରୀ ଉପସ୍ଥିତ ରହିବା ସହ ଭୁବନେଶ୍ୱରରୁ ଆସୁଥିବା ବଡ଼ ଗାଡ଼ି କୋଣାର୍କ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ଆସି ରହିବା ବେଳେ ପୁରୀରୁ ଆସିବା ଗାଡ଼ି ରାମଚଣ୍ଡୀ ପୀଠରେ ରହିବେ। ଛୋଟ ଛୋଟ 4 ଚକିଆ ଗାଡ଼ି ହେଲିପ୍ୟାଡ୍ରେ ରହିବାର ଧାର୍ଯ୍ୟ କରାଯାଇଛି। ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳାରେ ବୁଡ଼ ପକାଇବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିବାକୁ ବସିଛି। ସାଧୁସନ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆଉ ଅପେକ୍ଷା ମାତ୍ର 2 ଦିନ। 4 ତାରିଖ ଭୋରରେ ଆମର ଚନ୍ଦ୍ରଭାଗାରେ ଭକ୍ତମାନେ ବୁଡ଼ ପକାଇବେ, ତାକୁ ନେଇକି ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଟୋଟାଲ 6 ଜଣ ଆଡିସନାଲ SP ରାଙ୍କର ଅଫିସର, 13 ଜଣ DSP ରାଙ୍କର ଅଫିସର, ଆଉ ପ୍ରାୟ 40 ଇନ୍ସପେକ୍ଟର ରାଙ୍କ ଅଫିସର, ଆଉ ପାଖାପାଖି 33 ପ୍ଲାଟୁନ୍ ଫୋର୍ସର ଟୋଟାଲ ଡିପ୍ଲୟମେଣ୍ଟ କରାହେଉଛି। ମୁଖ୍ୟ ରୂପରେ ଆମର କ୍ରାଉଡ୍ ନିୟନ୍ତ୍ରଣ ଉପରେ ମୁଖ୍ୟ ରୂପରେ ଆମର ଫୋକସ୍ ରହିବ। ଆଉ ଲୋକ କେମିତି ସେଫଲି ବୁଡ଼ ପକାଇବେ, ତାର ସାଙ୍ଗରେ ଯାତାୟାତର ବ୍ୟବସ୍ଥା ଆଉ 2 ହ୍ୱିଲର ପେଟ୍ରୋଲିଂ ଉପରେ ଆମର ମୁଖ୍ୟ ରୂପରେ ଆମର ବ୍ୟବସ୍ଥା ରହିବ। ସବୁ ଭକ୍ତମାନଙ୍କୁ ଯେମିତି କୌଣସି ଅସୁବିଧା ନ ହେଉ ଆଉ ସମସ୍ତେ ଆସିକି ସୁରୁଖୁରୁରେ ବୁଡ଼ ପକାଇ ପାରିବେ, ତାକୁ ନେଇକି ଆମେ ଯୋଜନା କରୁଛୁ। ଆମେ ଆଶା କରୁଛୁ କି ମାନେ ସବୁ ଆରେଞ୍ଜମେଣ୍ଟ ଭଲସେ ପଇସା ହେଇଯିବ। କୋଣାର୍କରୁ ଜ୍ଞାନରଞ୍ଜନ ବିଶ୍ୱାଳଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।